श्रीमा श्री अरविंद यही श्री अरविंद पाठचक्र ऑनलाइन माध्यम योगदान करिथिबा भाई अपा मानकु नमस्कार। आज आलोच्य विषय श्री अरविंद ओ भारतवर्ष। श्री अरविंद ओ भारतवर्ष यही प्रसंग रे आलोचना करने निमंते बरगड़र चित्त भाई चित्तरंजन साहू को मु अनुरोध करुछि। चित्त भाई तांकर वक्तव्य प्रदान करंतु। श्री माता शरणं मम, श्री अरविंद शरणं मम। आज ऑनलाइन श्री अरविंद पाठचक्र उपस्थित समस्त मातृप्रेम अपा भाई को मोर सादर प्रेम नमस्कार। समस्त को मु आज पवित्र दिवस रे पवित्र संध्या रे अभिनंदन जनाऊँगी, स्वागत करुच्ची दिव्य अधिवेशन को। स्वाधीनतार अव्यवहित पूर्वर स्वाधीनता दिवस अव्यवहित पूर्वर आज दिवस टी विशेष भाव तात्पर्यपूर्ण। ता सहित ताठू आहरी गुरुत्वपूर्ण है आज पूज्य बाबाजी जन्मदिन। आमे समस्त भाग्यवान ए अवसर में आमे मातृकृपा प्रभु कृपा एवं जड़े दिव्य मातृकर्मी साधक एवं जड़े भगवान को योग्य जंत्र तांकरी चेतना रे किछि समय एकाग्र होवा पाई सुजोग लाभ करिसंती। मां पाखरे समस्त तरफ मु गभीर निबिड़ कृतज्ञता निवेदन करुछि। पूज्य बाबाजी संपर्क रे आपण माने समस्त जानती। मु विशेष किसी कहबी नहीं, केवल मोर अनुभूति को आधार करी दुई पद कहबी जे पूज्य बाबाजी जने एभली साधक थिले जी कि अहेतुक भाव रे भगवान जेमती कृपा करती अहेतुक भाव रे समस्त मनुष्य जे तांकर संस्पर्श रे आसु बा न आसु तांकर से कृपा करि पारंती, तांकर उपकार करि पारंती, चेतना विकास रे साहाय्य करि पारंती। एभली जने साधक से थिले। प्रकृत रे जो माने दिव्य संतान भगवान योग्य जंत्र सच्चा साधक भगवान से सामर्थ्य दे थांती एवं से भली सज्जन सज्जन कहले तो अति मामूली अभिव्यक्ति हम से भली महान आत्मा अति उच्च स्तर दिव्य चेतनार अधिकारी साधक मानकर संग लाभ करिबा मनुष्य पक्षरे अत्यंत दुर्लभ एवं जी से भली सौभाग्य प्राप्त करिछि से निश्चित भाव रे भगवान हेतु कृपा प्राप्त करिछि बोली कहाजिबो एवं से निश्चित भाव रे अत्यंत भाग्यवान। भगवान कृपारु मां को कृपारु मोर भी सौभाग्य प्राप्त होइथला बाबाजी को स्वदेहरे दर्शन करबा पई 1996 मसीह तार प्राय 2 वर्ष पर पूज्य बाबाजी शरीर त्याग करथिले। किंतु से अल्प समय साक्षात तो नुहे दर्शन मोर चेतना रे जुगांतर सृष्टि करथिला जार प्रमाण मु परे पाइली। प्रकृत रे साधक मानकर कृपा आमर अज्ञात सार आमर चेतना उपरे गभीर प्रभाव पकाए। आमर चेतना को भितरे भितरे
ପରିଷ୍କୃତ କରେ, ଶୁଦ୍ଧୀକୃତ କରେ ଏବଂ ଯଥାର୍ଥ ବିକାଶ ସାଧନ କରେ। ଆମର ଚେତନାର ଯଥାର୍ଥ ବିକାଶ ଏଭଳି ସତ୍ସଙ୍ଗ ମାଧ୍ୟମରେ ହେଇଥାଏ, ଯାହା ଆମେ ସେତେବେଳେ ଜାଣିନଥାଉ, ପରେ ଅନୁଭବ କରୁ। କାରଣ ସେ ପ୍ରଭାବ ଗୋଟେ ଝଟକା ଦେଲା ଭଳି କାର୍ଯ୍ୟ କରେ ନାହିଁ, ଭିତରେ ଭିତରେ ଚେତନାକୁ ପ୍ରସ୍ତୁତ କରେ। ଏବଂ ଆମେ ଜାଣିପାରୁନାହୁଁ କେତେବେଳେ ଆମେ ନାସ୍ତିକରୁ ସମ୍ପୂର୍ଣ୍ଣ ଆସ୍ତିକ ହେଇଯାଇଥାଉ, କିମ୍ବା ଆମ ଭିତରେ ଭକ୍ତିଭାବ, ଭଗବତ ଭକ୍ତି ଜାଗ୍ରତ ହେଇଯାଏ, ଆମର ଜୀବନର ଦର୍ଶନ, ଜୀବନର ଆଭିମୁଖ୍ୟ ବଦଳିଯାଏ। ଆମେ ଏଟା ହଠାତ୍ ଜାଣିପାରୁନା ଏବଂ ଅନେକ ସନ୍ଦେହ, ଦ୍ୱନ୍ଦ୍ୱ, ପ୍ରଶ୍ନର ସମାଧାନ ହେଇଯାଏ ଆପେ ଆପେ ନିଜ ଭିତରେ। ଏଟା ହେଇଥାଏ ଏଭଳି ଦିବ୍ୟାତ୍ମା ମାନଙ୍କର ସତ୍ସଙ୍ଗର କୃପାରୁ। ପୂଜ୍ୟ ବାବାଜୀ ସେଭଳି ଜଣେ ଦିବ୍ୟ ଚେତନାର ଅଧିକାରୀ ଥିଲେ ଏବଂ ଅସଂଖ୍ୟ ଜୀବର ସେ କଲ୍ୟାଣ କରିଛନ୍ତି। କାରଣ ସେଭଳି ଆତ୍ମାମାନଙ୍କର କାର୍ଯ୍ୟ ହିଁ ସେଟା, ସେମାନେ କଲ୍ୟାଣ ଛଡା ଅନ୍ୟ କିଛି କରିପାରିବେ ନାହିଁ। ମୁଁ ବିଶେଷ କିଛି କହିବି ନାହିଁ, ସମସ୍ତ ଅପା ଭାଇମାନଙ୍କର ଉଣା ଅଧିକ କିଛି ଅନୁଭୂତି ଥିବ, କିଛି କିଛି ପୂଜ୍ୟ ବାବାଜୀଙ୍କ ସହିତ ସମସ୍ତେ ତାଙ୍କର କୃପାର ଅଧିକାରୀ ଏବଂ କୃପା ପ୍ରାପ୍ତ ହୋଇଛନ୍ତି। ପୂଜ୍ୟ ବାବାଜୀ ସବୁବେଳେ ତାଙ୍କର ପତ୍ର ଲେଖନ୍ତି, ସାଦର ସପ୍ରେମ ଶ୍ରୀମାଙ୍କର ଆଶୀର୍ବାଦ। ପ୍ରକୃତରେ ମାତୃକୃପା, ଦିବ୍ୟ କୃପା ପୂଜ୍ୟ ବାବାଜୀଙ୍କର ମାଧ୍ୟମରେ ସାଧକ ମାନଙ୍କୁ ପ୍ରାପ୍ତ ହେଉଥିଲା। ସେ ଥିଲେ ମାତୃ ଚେତନା, ଦିବ୍ୟ ଚେତନାର ଜଣେ ଅନନ୍ୟ ବାହକ। ପୂଜ୍ୟ ବାବାଜୀଙ୍କୁ ଏ ଅବସରରେ ସମସ୍ତଙ୍କ ତରଫରୁ ଗଭୀର କୃତଜ୍ଞତା ଏବଂ ଶ୍ରଦ୍ଧାଞ୍ଜଳି ନିବେଦନ କରୁଛି ଏବଂ ପ୍ରାର୍ଥନା କରୁଛି ପୂଜ୍ୟ ବାବାଜୀ ପୁନର୍ବାର ମାଙ୍କର କାର୍ଯ୍ୟରେ ଯୋଗ୍ୟ ଯନ୍ତ୍ର ହୁଅନ୍ତୁ, ଆମ ସମସ୍ତଙ୍କର ମାର୍ଗଦର୍ଶନ କରନ୍ତୁ। ତେବେ ଆଜିର ଆଲୋଚ୍ୟ ପ୍ରସଙ୍ଗ ଭିତରକୁ ଆସିବା, ଶ୍ରୀ ଅରବିନ୍ଦ ଓ ଭାରତବର୍ଷ। ପ୍ରସଙ୍ଗଟି ସମସ୍ତଙ୍କର ଅତି ପରିଚିତ ଏବଂ ଅତ୍ୟନ୍ତ ପ୍ରାସଙ୍ଗିକ ମଧ୍ୟ ଏ ଅବସରରେ, ଯେହେତୁ ଆମେ ସ୍ୱତନ୍ତ୍ରତାର 78ତମ ଜନ୍ମବାର୍ଷିକୀ ବା ଜୟନ୍ତୀ ପାଳନ କରୁଛନ୍ତି। ଏ ଅବସରରେ ଆମେ ପ୍ରଭୁଙ୍କର କିଛି ବାଣୀ, ତାଙ୍କର କିଛି ଅନୁଭୂତି ଏବଂ ଭାରତବର୍ଷ ଏବଂ ଶ୍ରୀଅରବିନ୍ଦଙ୍କ ସମ୍ପର୍କରେ ମାଙ୍କର କିଛି ବାଣୀକୁ ଆଧାର କରି ଆଜିର ଆଲୋଚନାକୁ ଆମେ ଏ ପ୍ରସଙ୍ଗ ଉପରେ କେନ୍ଦ୍ରିତ କରିବା। ପ୍ରଥମତଃ ଶ୍ରୀଅରବିନ୍ଦଙ୍କୁ ଛାଡ଼ି ଭାରତବର୍ଷର ସ୍ଥିତି କଥା କଳ୍ପନା କରାଯାଇ ନପାରେ ଏବଂ ଶ୍ରୀଅରବିନ୍ଦ ଯେଉଁ ଉଦ୍ଦେଶ୍ୟରେ ଅବତାର ଗ୍ରହଣ କରିଛନ୍ତି, ସେଥିରେ ଗୋଟେ ମୁଖ୍ୟ ଭୂମିକା ରହିଛି ଭାରତବର୍ଷର। ଭାରତକୁ କେନ୍ଦ୍ର କରି, ଭାରତବର୍ଷକୁ କେନ୍ଦ୍ର କରି ହିଁ ତାଙ୍କର ଅବତାର। ଯଦିଓ ସେ ସମଗ୍ର ମାନବ ଜାତିର ଚେତନାର ଉତ୍ଥାନ ପାଇଁ ଭଗବାନଙ୍କ ଦ୍ୱାରା ପ୍ରେରିତ ହେଇଛନ୍ତି ପୃଥିବୀକୁ, କିନ୍ତୁ ତାଙ୍କର କାର୍ଯ୍ୟର ପୀଠ ବା କେନ୍ଦ୍ରସ୍ଥଳ ହେଉଛି ଭାରତବର୍ଷ। ଭାରତବର୍ଷ ତାଙ୍କର ସାଧନାର କ୍ଷେତ୍ର। ତାଙ୍କ ପାଇଁ ଏଇଟା ତପୋଭୂମି, କେବଳ ଜନ୍ମଭୂମି ନୁହେଁ, ତାଙ୍କର ସାଧନାର କ୍ଷେତ୍ର। ଭାରତବର୍ଷକୁ
ଗୋଟେ ସାଧାରଣ ଭୂଖଣ୍ଡ ବୋଲି, ଗୋଟେ ଟେରିଟୋରୀ ବୋଲି ଶ୍ରୀଅରବିନ୍ଦ କେବେ ବିଚାର କରୁନଥିଲେ। ତାଙ୍କ ପାଇଁ ଭାରତ ଥିଲା ଜନନୀ। ଆମର ସମସ୍ତଙ୍କର ମନେ ଥିବ ଶ୍ରୀଅରବିନ୍ଦଙ୍କର 3ଟି ପାଗଳାମୀ ଏବଂ 5ଟି ସ୍ୱପ୍ନ ସମ୍ପର୍କ। ତାଙ୍କର ସେ 3ଟି ପାଗଳାମୀ ତାଙ୍କ ନିଜ ଭାଷାରେ, ସେ 3ଟି ପାଗଳାମୀ ଭିତରୁ ତୃତୀୟଟି ଏହି ସମ୍ପର୍କରେ, ଯାହା ମୁଁ ଏହା ପୂର୍ବରୁ କହିଲି, ଆପଣମାନେ ଜାଣନ୍ତି। ଏବଂ ସେଟା ପାଗଳାମୀ କାହା ପାଇଁ? ପ୍ରକୃତରେ କଣ ସେଟା ପ୍ରଭୁଙ୍କର ପାଗଳାମୀ ଥିଲା ନା ଆମ ସମସ୍ତଙ୍କୁ ଉଦ୍ଦେଶ୍ୟ କରି, ଆମର ଦୃଷ୍ଟିକୋଣକୁ ଇଙ୍ଗିତ କରି ପ୍ରଭୁ ତାହା ଲେଖିଛନ୍ତି? ସାଧାରଣ ମଣିଷର ଦୃଷ୍ଟିକୋଣ, ଯିଏକି ଗତାନୁଗତିକ ଜୀବନ ଶୈଳୀରୁ ଭିନ୍ନ କିଛି ଆଚରଣ ଦେଖିଲେ ତାକୁ ପାଗଳାମୀ ନାମ ଦିଏ। ଏବଂ ଗତାନୁଗତିକ ଆଚରଣ କଣ? ସମସ୍ତେ ଯେମିତି ଖାଇ ପିଇକରି ଜୀବନ ବଞ୍ଚୁଛନ୍ତି ଏବଂ ପରିଶେଷରେ ମୃତ୍ୟୁ ହାତରେ ନିଜକୁ ଅସହାୟ ଭାବରେ ଟେକି ଦେଉଛନ୍ତି। ଉଦ୍ଦେଶ୍ୟହୀନ ଜୀବନ, ନିରର୍ଥକ ଜୀବନ, ପଶୁବତ ଜୀବନ, ଏଇଟାକୁ ଆମେ ଅତ୍ୟନ୍ତ ବାସ୍ତବ ଏବଂ ଯଥାର୍ଥ ଜୀବନ ବୋଲି ଧାରଣା କରି ଆସୁଛୁ। यार विरुद्धरे एई गतानुगतिक जीवनशैल विरुद्धरे एक विप्लव होची श्रीअरविंदर जीवन। तामु देखैछन्ति जीवन यथार्थ उद्देश्य कौन, केमती जीवन बंचिबा दरकार। तांकर आद्य जीवन रे, आद्य यौवन रे तांकर जीवन रो मुख्य उद्देश्य थिला भारत पई कार्य करबा। तांकर पागलामे से लिखिछन्ति जे भारत मोर जननी, ये गोटे भूखंड नुहे, ये माटी गोड़ी पहाड़ पर्वत नदी नालर समाहार नुहे, ये साक्षात मोर जननी, निजर जन्मदात्री मां भली, ताटू कौन से गुण कम नुहे। एवं ये जो इंग्रेज जाति रूपक राक्षस निजर मां रो बक्ष विदीर्ण कर रक्तपान करुछि, जड़े पुत्र होकर मुझे केमती सहीजी। एटा थिला तांकर कोमल प्रश्न तांकर प्रियतमा पत्नी मृणालिनी देवी को लिखित। एथुरु जना पड़े से भारत को केते गभीर भाव में भल पाउथिले एवं भारतीय चेतनार उत्थान पई से आरंभरू ही निजर जीवन को उत्सर्गित कर देथिले। तांकर जो 5टी स्वप्न, सेथुर प्रथम स्वप्न थिला भारतर स्वाधीनता। भारत को ही केंद्र करी तांकर 5टी जाक स्वप्न। भारत प्रथमे स्वाधीन नहेले तार यथार्थ विकास हब नहीं, प्रगति हब नहीं। भारतर प्रगति नहेले आंचलिक प्रगति मध्य हब नहीं, वैषम्य सृष्टि हब, मानव जाति तिष्टि पारिब नहीं। तेणु भारतर मुक्ति, समग्र एशियार पुनरुत्थान मुक्ति एवं समग्र विश्वर ऐक्य, जो थे भारत मुख्य भूमिका ग्रहण करिब, एटा थिला तांकर स्वप्न। से जानिथिले जदि कौन से देश को केंद्र करी समग्र पृथ्वी एकतार सूत्र रे आबद्ध हबार संभावना थाए, से देशटी होची भारतवर्ष। अन्य कौन सी देश समग्र पृथ्वी को एकजुट करि परिबे नाही, कारण तांकर से भली मनोभाव नहीं, तांकर चेतनागत प्रस्तुति नहीं। वसुधैव कुटुंबकम यार परिकल्पना केवल भारतवर्ष ही संभव।
ଏଇଟା ଥିଲା ଶ୍ରୀଅରବିନ୍ଦଙ୍କର ଅନୁଭବ। ତେଣୁ ସେ କେବଳ ଭାରତ କଥା ଚିନ୍ତା କରୁନାହାନ୍ତି, ଆଉ ଯିଏ ଯାହା ହଉ ସେ ପୃଥିବୀ ଯେମିତି ଅବସ୍ଥାରେ ଥାଉ, ମୁଁ ଭାରତକୁ କେବଳ ଗଢିବି, ଏକଜୁଟ କରିବି, ବିକଶିତ କରିବି, ଏମିତି କେବେ ସେ ଭାବୁନଥିଲେ। ଏମିତି ସେ କେବେ ଭାବି ପାରିବେ ନାହିଁ, ଭାବି ପାରି ନଥାନ୍ତେ। କାରଣ ଅତି ସ୍ପଷ୍ଟ, ଆମେ କେବେ ଏମିତି କହିପାରିବା କି ଯେ ମୋର ଶରୀର ଅମୁକ ଅଙ୍ଗକୁ ମୁଁ ବହୁତ ଭଲ ପାଏ ଏବଂ ମୁଁ ଚାହିଁବି ତାର କେମିତି ରକ୍ଷଣାବେକ୍ଷଣ ହଉ, ଯଥାର୍ଥ ଉନ୍ନତି ହଉ, ଅନ୍ୟ ଅଙ୍ଗ ଗୁଡିକ ଯେମିତି ହଉଥାନ୍ତୁ, ପରନ୍ତୁ ମୋର ନାକଟି ମତେ ଭଲ ଲାଗୁଛି, ତାହେଲେ ସେ ନାକଟିକୁ ମୁଁ କେବଳ ସଫା ରଫା କରି ସୁନ୍ଦର କରିବି, କସ୍ମେଟିକ ଲଗେଇବି, ତାର ଯତ୍ନ ନେବି ଏବଂ ଅନ୍ୟ ଅଙ୍ଗ ଗୁଡିକର ଯତ୍ନ ନେବି ନାହିଁ, ତାହେଲେ ନାକଟି କଣ ଏକୁଟିଆ ଭଲ ରହିବ? ଯଦି ଶରୀର ନଷ୍ଟ ହେଇଯାଏ ତାହେଲେ ନାକର ଅବସ୍ଥା କଣ ହବ? ଯଦି ପୃଥିବୀ ନଷ୍ଟ ହେଇଯାଏ ତାହେଲେ ଭାରତର ବିକାଶ କିଭଳି ହବ? ତେଣୁ ସମଗ୍ର ପୃଥିବୀର ବିକାଶ ଏବଂ ଐକ୍ୟ, ପରସ୍ପର ଭିତରେ ଐକ୍ୟ, ଭାତୃଭାବ, ସହାନୁଭୂତି ସ୍ଥାପିତ ନହେଲେ କୌଣସି ଜାତି ପ୍ରଗତି କରିପାରିବ ନାହିଁ, ମାନବ ଜାତି ଆଗକୁ ଯାଇପାରିବ ନାହିଁ। ତେଣୁ ବିଶ୍ୱ ଜାତିସଂଘର ପ୍ରତିଷ୍ଠା, ଯୋଉଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବ ଭାରତବର୍ଷ, ଏଇଟା ଥିଲା ଶ୍ରୀଅରବିନ୍ଦଙ୍କର ସ୍ୱପ୍ନ। ଏବଂ ଆମେ ଦେଖୁଛୁ କିଭଳି ସେ ଦିଗରେ କ୍ରମାଗତ ଭାବରେ ପ୍ରସ୍ତୁତି ଏବଂ ପ୍ରଗତି ଚାଲିଛି। ଭାରତ ସ୍ୱାଧୀନ ହେଇଛି, କିନ୍ତୁ ସେଟା ସମ୍ପୂର୍ଣ୍ଣ ସ୍ୱାଧୀନତା ନୁହେଁ। ଏପର୍ଯ୍ୟନ୍ତ ସ୍ୱାଧୀନତାର ବହୁଳାଂଶ ଆମେ ହାସଲ କରିନାହୁଁ। ପ୍ରକୃତ ସ୍ୱାଧୀନତା ଆମକୁ ପ୍ରାପ୍ତ ହେଇନାହିଁ। ଯଦିଓ ରାଜନୈତିକ ସ୍ତରରେ ଆମକୁ କିଛି ସ୍ୱାଧୀନତା ପ୍ରାପ୍ତ ହେଇଛି, ତଥାପି ପ୍ରକ୍ରିୟା ଚାଲୁ ରହିଛି ଏବଂ ସେଟା ସେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହେବ ନାହିଁ ଯେତେବେଳେ ଆମର ଚେତନାରେ ଆମେ ପ୍ରକୃତ ସ୍ୱାଧୀନତା ଅନୁଭବ ନ କରିଛୁ। ଯେପର୍ଯ୍ୟନ୍ତ ମଧ୍ୟରାତ୍ରିରେ ଜଣେ ନାରୀ ନିର୍ବିଘ୍ନରେ, ନିର୍ଭୟରେ ନିଜ ଘରକୁ ଫେରି ଆସିପାରେ ନାହିଁ, ସେ ପର୍ଯ୍ୟନ୍ତ ଆମେ କହିପାରିବା ନାହିଁ ଯେ ଆମେ ପ୍ରକୃତିରେ ସ୍ୱାଧୀନ ହେଇଛୁ। ତେଣୁ ଏଇଟା ଥିଲା ଶ୍ରୀଅରବିନ୍ଦଙ୍କର ସ୍ୱପ୍ନ, ଯାହାକି ଧୀରେ 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 ସାକାର ହେଉଛି। ଆମେ ଦେଖୁଛୁ ବର୍ତ୍ତମାନ ଯେଉଁ ସରକାର ଆମର ଅଛନ୍ତି, ବିଗତ 10 ବର୍ଷ ଧରି ଯେଉଁଭଳି ଭାବରେ ସେ ଭାରତକୁ ପ୍ରସ୍ତୁତ କରୁଛନ୍ତି, ଆମକୁ ବିଶ୍ୱାସ ହେଇଯାଉଛି, ହୃଦବୋଧ ହେଉଛି ଯେ ସେ ଦିନ ଆଉ ବେଶୀ ଡେରି ନାହିଁ ଯେତେବେଳେ ସମଗ୍ର ବିଶ୍ୱର ଆଧ୍ୟାତ୍ମିକ ଗୁରୁ ହେବ ଭାରତବର୍ଷ। କେବଳ ଆଧ୍ୟାତ୍ମିକ ନୁହେଁ, ବରଂ ଏମିତି କହିଲେ ଠିକ ହେବ ଯେ ଆଧ୍ୟାତ୍ମିକ ଶବ୍ଦରେ ସବୁ ଅର୍ଥ ସମାହିତ। ଆଧ୍ୟାତ୍ମିକ ପ୍ରଗତି ବା ଆଧ୍ୟାତ୍ମିକ ବିକାଶ ହେଉଛି ଯଥାର୍ଥ ବିକାଶ। ତା ଭିତରେ ସବୁ ପ୍ରକାର ଭୌତିକ, ବୈଷୟିକ, ସାମାଜିକ, ଅର୍ଥନୈତିକ, ରାଜନୈତିକ ସବୁ ପ୍ରକାର ବିକାଶ ତା ଭିତରେ ସମାହିତ ହେଇକି ରହିଛି। ତେଣୁ ଆଧ୍ୟାତ୍ମିକ ଗୁରୁ ହେବ, ଯଥାର୍ଥ ନେତୃତ୍ୱ ନେବ ଭାରତବର୍ଷ, ସମଗ୍ର ବିଶ୍ୱ। ଏଥିପାଇଁ ସେ ନିଜର ଜୀବନକୁ ଉତ୍ସର୍ଗିତ କରିଛନ୍ତି। ଏବଂ ଅନେକ ସମୟରେ ସାଧାରଣ ବ୍ୟକ୍ତିମାନେ ସନ୍ଦେହରେ ପଡନ୍ତି, ଯେଉଁମାନେ ଶ୍ରୀଅରବିନ୍ଦଙ୍କୁ ଭଲ କରି ବୁଝିନଥାନ୍ତି, ଯେ ଅଧା ବାଟରେ ଶ୍ରୀଅରବିନ୍ଦ କାହିଁକି ସକ୍ରିୟ ରାଜନୀତିର ଅବସର ଗ୍ରହଣ କଲେ? କଣ ସେ ଜେଲ ଦଣ୍ଡ ପାଇକିରି ଭୟଭୀତ ହେଇଗଲେ? ଭୟ ଗୋଟେ ଶବ୍ଦ ଯାହାକି ଶ୍ରୀଅରବିନ୍ଦଙ୍କ ଭଳି ବ୍ୟକ୍ତିତ୍ୱର ଚେତନାରେ କେବେ ନଥିଲା କି କେବେ ରହିପାରିବ ନାହିଁ। ଅନ୍ତର୍ପ୍ରେରଣା ଦ୍ୱାରା ସେ ସବୁ କିଛି କରିଛନ୍ତି। ଯେତେବେଳେ ସେ ନିଶ୍ଚିତ ହେଇଗଲେ ଭଗବାନଙ୍କର ପ୍ରେରଣାରେ ଯେ ଭାରତୀୟ ସ୍ୱାଧୀନତା, ରାଜନୈତିକ ସ୍ୱାଧୀନତା ଗୋଟେ ମାମୁଲି ଜିନିଷ,
ଯଦି ଭଗବାନଙ୍କୁ କିଛି ମାଗିବାର ଅଛି ଆମେ ଚକୋଲେଟ କାହିଁକି ମାଗିବା? ହୀରା ନୀଳା ଅନନ୍ତ ଐଶ୍ୱର୍ଯ୍ୟ କାହିଁକି ମାଗିବା ନାହିଁ? ପ୍ରଭୁ ଶ୍ରୀଚନ୍ଦ୍ର ଜାଣିଗଲେ ଏଇଟା ସାମାନ୍ୟ ଜିନିଷ, ସେଟା ତ ହେଇଯିବ ଅକଳେଶରେ। ତାଙ୍କୁ ତାଠୁ ଆହୁରି କୋଟି ଗୁଣ ମହାନ କାର୍ଯ୍ୟ କରିବାର ଅଛି। ମାନବୀୟ ଚେତନାର ଉତ୍ଥାନ, ଏବଂ ସେଥିରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିବ ଭାରତବର୍ଷ। ଏଥିପାଇଁ ଶ୍ରୀଅରବିନ୍ଦ ନିଜର ସମଗ୍ର ଜୀବନକୁ ଉତ୍ସର୍ଗିତ କଲେ ଏବଂ ଅନ୍ତଃପ୍ରେରଣା ଦ୍ୱାରା ଜାଣିଗଲେ ଯେ ତାହା ହେବ ଯୋଗ ମାଧ୍ୟମରେ, ସକ୍ରିୟ ରାଜନୀତି ମାଧ୍ୟମରେ ନୁହେଁ। ସ୍ଥୂଳ ଭାବରେ, ଶାରୀରିକ ଭାବରେ ଯେଉଁ ସଂଗ୍ରାମ କରାଯାଏ ତାହାର ପରିଣାମ ଅତ୍ୟନ୍ତ ନଗଣ୍ୟ, ସ୍ଥୂଳ। କିନ୍ତୁ ସୂକ୍ଷ୍ମ ଜଗତରେ, ଚେତନାଗତ ସ୍ତରରେ ଯେଉଁ ବିପ୍ଳବଟା ସୃଷ୍ଟି ହୋଇ ଯେଉଁ ସଂଗ୍ରାମଟା ଚାଲେ ତାହାର ପ୍ରଭାବ ସୁଦୂର ପ୍ରସାରୀ ହେଇଥାଏ। ଯଦିଓ ସେଇଟା ସଚରାଚର ପରିଦୃଷ୍ଟ ହୁଏ ନାହିଁ, ସମସ୍ତେ ଜାଣିପାରନ୍ତିନି, ଦେଖିପାରନ୍ତିନି, କିନ୍ତୁ କିଏ ଦେଖିଲେ ନ ଦେଖିଲେ ସେଥିରେ ଭଗବାନଙ୍କର କଣ ଯାଏ? ତାଙ୍କୁ କଣ ସାର୍ଟିଫିକେଟ ଦରକାର? God shall grow up while wise men talk and sleep। କେହି ଜାଣିପାରିବେ ନାହିଁ, କେହି ଜାଣିବା ଦରକାର ନାହିଁ, ଭଗବାନ ବିକଶିତ ହେଇଯିବେ। ସେଭଳି ଭାବରେ ଶ୍ରୀଅରବିନ୍ଦ ସୂକ୍ଷ୍ମ ଭୌତିକ ସ୍ତରରେ ରହିକରି ଏବେ କାର୍ଯ୍ୟ କରି ଚାଲିଛନ୍ତି। ତାଙ୍କର ସେଇ କାର୍ଯ୍ୟରେ ଦିବ୍ୟ ସହଯୋଗ ପ୍ରଦାନ କରୁଛନ୍ତି ସୀମା। ଯାହା ସେମାନେ ସ୍ୱଦେହରେ କରୁଥିଲେ ସେ କାର୍ଯ୍ୟ ଏବେ ମଧ୍ୟ କରୁଛନ୍ତି। ଚେତନାଗତ ସ୍ତରରେ ଆମ ସମସ୍ତଙ୍କୁ, ସମଗ୍ର ମାନବ ଜାତିକୁ ପ୍ରସ୍ତୁତ କରୁଛନ୍ତି। ତେବେ ଭାରତର ସେଥିରେ ଗୋଟେ ସ୍ୱାତନ୍ତ୍ର୍ୟ ରହିଛି, ବୈଶିଷ୍ଟ୍ୟ ରହିଛି। କାହିଁକି ନା ଭାରତୀୟ ଚେତନାର ଆଧାର ହେଉଛି ଆଧ୍ୟାତ୍ମିକତା। ଭାରତୀୟ ସଂସ୍କୃତିର ଆଧାର ହେଉଛି ଆଧ୍ୟାତ୍ମିକତା। ଶ୍ରୀଅରବିନ୍ଦଙ୍କ ଭାଷାରେ ସ୍ପିରିଚୁଆଲିଟି ଇଜ ଦ ମାଷ୍ଟର କି ଅଫ ଇଣ୍ଡିଆନ ମାଇଣ୍ଡ। ଭାରତୀୟ ମାନସିକତା ବା ଭାରତୀୟ ଚେତନା ର ମାଷ୍ଟର କି ମାନେ ମୁଖ୍ୟ ଚାବିକାଠି, ସେଟା ହେଉଛି ଆଧ୍ୟାତ୍ମିକତା, ସ୍ପିରିଚୁଆଲିଟି। କାରଣ ସେଇଟାକୁ ଧରିଦେଲେ ଜଣେ ଭାରତୀୟ ଚେତନା କଣ ସେଟା ବୁଝିପାରିବ, ଏବଂ ସେଟାକୁ ଛାଡି ଜଣେ ଯେତେ ଚେଷ୍ଟା କଲେ ମଧ୍ୟ ଭାରତୀୟ ଚେତନାର ଆଦି ଅନ୍ତ କିଛି ପାଇବ ନାହିଁ। ସେ ଗୋଳେଇ ଘାଣ୍ଟି ହେଉଥିବ। ତାର ଇଣ୍ଟରପ୍ରିଟେସନ, ତାର ବ୍ୟାଖ୍ୟାନ ପରସ୍ପର ବିରୋଧୀ ମଧ୍ୟ ହେଇପାରେ ଅନେକ ସମୟରେ। କିନ୍ତୁ ଆଧ୍ୟାତ୍ମିକତାର ମୂଳ ଗଣ୍ଠିଟିକୁ, ମୂଳ ଚାବିଟିକୁ ଧରିଦେଲେ ତାର କୌଣସି ପ୍ରକାର ବ୍ୟାଖ୍ୟାନରେ ଦ୍ୱନ୍ଦ୍ୱ ବା ବିରୋଧାଭାସ ସୃଷ୍ଟି ହେବ ନାହିଁ। ତେଣୁ ପ୍ରଭୁ କହିଲେ ସ୍ପିରିଚୁଆଲିଟି ଦ ମାଷ୍ଟର କି ଅଫ ଇଣ୍ଡିଆନ ମାଇଣ୍ଡ। ଏବଂ ସ୍ପିରିଚୁଆଲିଟି କଣ? ଆଧ୍ୟାତ୍ମିକତା ପ୍ରକୃତରେ କଣ? ଆମେ ଭାବୁଛୁ ଏ ଭଗବାନ, ଧର୍ମ, ବିଭିନ୍ନ ପ୍ରକାର ଯୋଗ, ପ୍ରାଣାୟାମ ଇତ୍ୟାଦିର ଅଭ୍ୟାସ, ଧ୍ୟାନ, ଏସବୁ ଆଧ୍ୟାତ୍ମିକତାର ଗୋଟେ ଗୋଟେ ଦିଗ। ଏସବୁ କିଛି ଭୁଲ ନୁହେଁ। ସାଧନାର ବିଭିନ୍ନ ଅଙ୍ଗ ଏମାନେ ଅବଶ୍ୟ ଅଟନ୍ତି, ଏଥିରେ କିଛି ଦ୍ୱିମତ ନାହିଁ। କିନ୍ତୁ ପ୍ରକୃତ ଆଧ୍ୟାତ୍ମିକତା ତାହା ନୁହେଁ। ଆଧ୍ୟାତ୍ମିକତାର ଯଥାର୍ଥ ଅର୍ଥ ହେଉଛି ଜୀବନରେ ସତ୍ୟର ସନ୍ଧାନ। କାହାର ସତ୍ୟ? ନା ଚେତନାର ସତ୍ୟ। ଏବଂ ଚେତନା ତ ସମଗ୍ର ଜଗତରେ ପରିବ୍ୟାପ୍ତ। ଆମେ ଯାହା କିଛି ଦେଖୁଛୁ ବା ଅନୁଭବ କରୁଛୁ, ଯାହାର ସ୍ଥିତି ଅଛି ଏଇ ଜଗତରେ, ସେଟା କେବଳ ଚେତନା। ତାକୁ ଆମେ ଭିନ୍ନ ଭିନ୍ନ ଅବସ୍ଥାରେ ଭିନ୍ନ ଭିନ୍ନ ନାମ ଦଉଛୁ, ସେ ଭିନ୍ନ କଥା, କିନ୍ତୁ ତାର ମୂଳ ଉପାଦାନଟା ହେଉଛି ଚେତନା। ସବୁ ଚେତନାର ଲୀଳା ଚାଲିଛି, ଚେତନାର ଖେଳ ଚାଲିଛି, ଚେତନାର ସାମ୍ରାଜ୍ୟ। ଏଇ ଚେତନାଟା ପ୍ରକୃତରେ କଣ? କଣ ତାର ସ୍ୱରୂପ? କଣ ତାର ଉତ୍ସ? କଣ ତାର ଉଦ୍ଦେଶ୍ୟ? କାହିଁକି ସୃଷ୍ଟି ହେଇଛି? ଏହି ସନ୍ଧାନରେ ଯେ ବ୍ରତୀ ହେଇଛି ସେ ହେଉଛି ଆଧ୍ୟାତ୍ମିକ ସାଧକ। ମୁଁ କିଏ? ମୋର ପରିଚୟ କଣ? ଏବେ ମୋର ଯାହା ପରିଚୟ କିଛି ଦିନ ପୂର୍ବ ସେଟା ନଥିଲା।
କିନ୍ତୁ ମୁଁ ଥିଲି। ପରିଚୟ ବଦଳି ଚାଲିଛି, ରୂପ ବଦଳି ଚାଲିଛି, କିନ୍ତୁ ମୁଁଟି ରହିଛି। ସେ ଅସଲ ମୁଁଟା କିଏ? ଏଇଟା ହେଉଛି ଜୀବନରେ ସତ୍ୟର ସନ୍ଧାନ। ଏବଂ ଯିଏ ସନ୍ଧାନ କରିବ ତାକୁ ଅବଶ୍ୟ ଉତ୍ତର ମିଳିବ, ଶୀଘ୍ର ବା ବିଳମ୍ବରେ। ଏଇଟା ହେଉଛି ଆଧ୍ୟାତ୍ମିକତା। ଭାରତୀୟ ଚେତନା ଯୁଗେ ଯୁଗେ ଏହାର ସନ୍ଧାନ କରି ଆସିଛି, ଖୋଜ କରି ଆସିଛି। ତେଣୁ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ଇତିହାସ ଅତି ପ୍ରାଚୀନ ଏବଂ ଅତି ଗଭୀର। ପ୍ରଭୁ ଶ୍ରୀଅରବିନ୍ଦ ତାହା ମର୍ମେ ମର୍ମେ ଅନୁଭବ କରିଥିଲେ। ତେଣୁ ଭାରତୀୟ ଚେତନାରେ ସେ ଆରମ୍ଭରୁ ଓତପ୍ରୋତ ହେଇକି ରହିଥିଲେ। ଭାରତୀୟ ଚେତନାର ଏକ ମୂର୍ତ୍ତିମନ୍ତ ସ୍ୱରୂପ ଥିଲେ ପ୍ରଭୁ ଶ୍ରୀଅରବିନ୍ଦ। ଦୀର୍ଘ 14 ବର୍ଷ କାଳ ପାଖାପାଖି ବିଲାତରେ ଅବସ୍ଥାନ କରିବା ସତ୍ତ୍ୱେ ଦେଖନ୍ତୁ, ଆଦ୍ୟ ଜୀବନରେ ଯେଉଁ ପ୍ରଭାବ ଆମ ଉପରେ ପଡ଼ିଥାଏ ସେଟା ଦୀର୍ଘସ୍ଥାୟୀ ହେଇଥାଏ, ସବୁଦିନ ପାଇଁ ଅଭୁଲା ହେଇଥାଏ, ସ୍ଥାୟୀ ହେଇକି ରହିଥାଏ ଏବଂ ସେଟା ସହଜରେ ବଦଳେ ନାହିଁ, ଲିଭେ ନାହିଁ। ଯେଭଳି ଭାବରେ ପ୍ରଭୁ ଲଣ୍ଡନରେ ଶିକ୍ଷା ଲାଭ କଲେ, ତାଙ୍କର ବାଲ୍ୟ ଜୀବନରୁ ସେ ଫେରିଲା ବେଳକୁ ଗୋଟାପଣେ କେବଳ ଭାରତୀୟ ରକ୍ତଧାରୀ ଗୋଟେ ଇଂରେଜ ହେଇକରି ଆସିବା କଥା, କିନ୍ତୁ ପ୍ରଭୁ ଶ୍ରୀଅରବିନ୍ଦ ଥିଲା ତାର ସମ୍ପୂର୍ଣ୍ଣ ବିପରୀତ। ପାଶ୍ଚାତ୍ୟ ସଂସ୍କୃତି, ପାଶ୍ଚାତ୍ୟ ଚାଲିଚଳନ, ଆଚାର ବ୍ୟବହାର, ଚିନ୍ତାଧାରା ତାଙ୍କୁ ତିଳେ ହେଲେ ପ୍ରଭାବିତ କରିପାରିନଥିଲା। ଯଦିଓ ସେଗୁଡ଼ିକର ମଧ୍ୟ ବ୍ୟବହାରିକତା, ଯଥାର୍ଥତା ରହିଥିଲା ଏବଂ ପ୍ରଭୁ ସେ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥିଲେ, କିନ୍ତୁ କେବେ ବି ପାଶ୍ଚାତ୍ୟ ଦର୍ଶନ, ସଂସ୍କୃତି ଏବଂ ଶିକ୍ଷା ଭାରତୀୟ ସଂସ୍କୃତି ଏବଂ ଶିକ୍ଷାର ସମତୁଲ ହେଇପାରିବ ନାହିଁ, ଏବଂ ତାର ପାଖ ସ୍ପର୍ଶ କରିପାରିବ ନାହିଁ, ଏ ବିଷୟରେ ପ୍ରଭୁ ଥିଲେ ନିଃସନ୍ଦେହ। ତେଣୁ ସେ କେବେ ବି ପାଶ୍ଚାତ୍ୟ ଦର୍ଶନରେ, ପାଶ୍ଚାତ୍ୟ ସଂସ୍କୃତିରେ ପ୍ରଭାବିତ ହେଇନାହାନ୍ତି। ତାଙ୍କର ଯେଉଁ ସୁନ୍ଦର ଫଟୋଟି ଆମେ ପୂଜା କରୁ ମାଙ୍କ ସହିତ, ଗୋଟିଏ ଧୋତିକୁ ସେ ଅଣ୍ଟାରେ ଗୁଡେଇଛନ୍ତି ଏବଂ ଅର୍ଦ୍ଧେକ କାନି ଭଳି କାନ୍ଧରେ ପକେଇଛନ୍ତି। ତାଙ୍କର ଏଇ ରୂପକୁ, ଏଇ ଫଟୋକୁ ଦେଖିଲେ କେହି ବି କହିପାରିବ ନାହିଁ ଯେ ପାଶ୍ଚାତ୍ୟ ଦେଶରେ ଶିକ୍ଷା ପରିସମାପ୍ତ କରିଛନ୍ତି। ବିନ୍ଦୁଟିଏ ବି ନାହିଁ ତାଙ୍କର ଜୀବନ ଚଳଣୀରେ ପାଶ୍ଚାତ୍ୟ ଦର୍ଶନର ପ୍ରଭାବ, ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବ, ତାର ବିନ୍ଦୁଟିଏ ବି ନାହିଁ। କିନ୍ତୁ ଇଂରାଜୀ ଭାଷାରେ ଅଗାଧ ପାଣ୍ଡିତ୍ୟ ଜାଣିଥିଲେ। ଏହି ଭାଷାର ଶକ୍ତି ଅସୀମ ଏବଂ ସମଗ୍ର ପୃଥିବୀରେ ଯେହେତୁ ଏଇଟା ଗୃହୀତ ହେଇଛି, ତାକୁ ସେ ଗଭୀର ଭାବରେ ଅଧ୍ୟୟନ କରିଛନ୍ତି ଏବଂ ଯେଉଁ ମହାନ କାବ୍ୟଟି ରଚନା କରିଛନ୍ତି ତାହା ଏପର୍ଯ୍ୟନ୍ତ ଇଂରାଜୀ ସାହିତ୍ୟର ଇତିହାସରେ ପ୍ରଥମ। ଏତେ ବିରାଟ କାବ୍ୟ ଇଂରାଜୀ ଭାଷାରେ କୌଣସି ଇଂରେଜ କବି ମଧ୍ୟ ରଚନା କରିନାହାନ୍ତି। ଆଉ ଭାରତୀୟ କାବ୍ୟ ପରମ୍ପରାର, କାବ୍ୟ ଚେତନାର ଯୋଗ୍ୟ ଜାଜ୍ଜ୍ୱଲ୍ୟମାନ ଉଦାହରଣ ପ୍ରଭୁ ଶ୍ରୀଅରବିନ୍ଦ। ଆମ ସମସ୍ତଙ୍କ ପାଇଁ ସେଟା ଅତ୍ୟନ୍ତ ଗର୍ବ ଏବଂ ଗୌରବର ବିଷୟ। ତେଣୁ ପାଶ୍ଚାତ୍ୟର ଯାହା ସବୁ ଯୋଗ୍ୟ ଜିନିଷ, ଯାହା ଗ୍ରହଣୀୟ, ପ୍ରଭୁ ତାହା ଗ୍ରହଣ କରିଛନ୍ତି। ଭାଷା, ଶୃଙ୍ଖଳା, କର୍ତ୍ତବ୍ୟ ନିଷ୍ଠା, ସମୟ ନିଷ୍ଠା, ଏଇ ସବୁ ଗୁଣ ଗୁଡିକ ପାଶ୍ଚାତ୍ୟ ନରନାରୀ ମାନଙ୍କର ଗୋଟେ ସ୍ୱାଭାବିକ ଲକ୍ଷଣ ଥିଲା।
ପ୍ରଭୁ ତାକୁ ସମ୍ମାନ ଦେଇଛନ୍ତି, ଗ୍ରହଣ କରିଛନ୍ତି। କିନ୍ତୁ ଜୀବନର ଉଦ୍ଦେଶ୍ୟ ସମ୍ପର୍କରେ ଯେତେବେଳେ ପ୍ରଶ୍ନ ଉଠେ ସେତେବେଳେ ଭାରତୀୟ ଚେତନାର କେବେ ସମତୁଲ କେହି ହେଇପାରିବେ ନାହିଁ। ଭାରତୀୟ ଚେତନାରେ ଜୀବନର ଆଭିମୁଖ୍ୟ ହେଉଛନ୍ତି ଭଗବାନ, କାରଣ ଭଗବାନ ହିଁ ସତ୍ୟ। ଯେ ସତ୍ୟର ସନ୍ଧାନ କରୁଛି ଅର୍ଥାତ୍ ସେ ଭଗବାନଙ୍କର ସନ୍ଧାନ କରୁଛି। ସତ୍ୟକୁ ଛାଡି ଯଦି ଜଣେ ଭଗବାନଙ୍କର ସନ୍ଧାନ କରୁଛି ତାହେଲେ ସେ କିଛି କରୁନାହିଁ, ଗୋଟେ ଭଣ୍ଡାମି କରୁଛି। ତେଣୁ ପ୍ରଭୁ ଶ୍ରୀ ଅରବିନ୍ଦ ଭାରତୀୟ ଚେତନାରେ ଆଧ୍ୟାତ୍ମିକତାର ସନ୍ଧାନ କରିଛନ୍ତି। ଆଧ୍ୟାତ୍ମିକତା ଭାରତୀୟ ଚେତନାର ବୈଶିଷ୍ଟ୍ୟ ହେଲେ ମଧ୍ୟ ତାହା ସମୟକ୍ରମେ କାଳର ପ୍ରବାହରେ ଏବଂ ଭଗବାନଙ୍କ ଲୀଳାରେ ଆବୃତ ହେଇଯାଇଥିଲା। ଯାହା ପ୍ରଭୁ ଶ୍ରୀ ଅରବିନ୍ଦ କହିଲେ, ମାତା ଦୁର୍ଗେ ଜଗତ୍ ଶ୍ରେଷ୍ଠ ଭାରତ ଜାତି ନିବିଡ଼ ତିମିରରେ ଆଚ୍ଛନ୍ନ ଥିଲା। ଅଜ୍ଞାନର କଳା ବାଦଲ ଭାରତୀୟ ଚେତନାକୁ ଆବୃତ କରିଦେଇଥିଲା ଗୋଟେ ଆପଣ। ସେ ଭୁଲି ଯାଇଥିଲା ନିଜର ଆଧ୍ୟାତ୍ମିକ ଆଧାରଟିକୁ, ଯେମିତି ହନୁମାନଜୀ ଅଭିଶାପଗ୍ରସ୍ତ ହେଇକରି ଭୁଲି ଯାଇଥିଲେ ନିଜର ସ୍ୱରୂପ, ନିଜର ସାମର୍ଥ୍ୟ। ତେଣୁ ଯେମିତି ହନୁମାନଜୀଙ୍କୁ ଜାଗ୍ରତ କରିବା ପାଇଁ ଆଗେ ଆସିଲେ ଜାମ୍ବନ୍ଦୀ, ସେମିତି ଭାରତ ଚେତନାକୁ ତାର ଆଧ୍ୟାତ୍ମିକତା ସମ୍ପର୍କରେ ଜାଗ୍ରତ କରିଦେବା ପାଇଁ, ଚେତାଇ ଦେବା ପାଇଁ ଆସିଲେ ଭଗବାନଙ୍କର ଅବତାର ପ୍ରଭୁ ଶ୍ରୀ ଅରବିନ୍ଦ। ମାଙ୍କ ଭାଷାରେ ଇଣ୍ଡିଆ ଇଜ ଦ କଷ୍ଟୋଡିଆନ ଅଫ ଯୋଗିକ ନଲେଜ। ଭାରତ ହେଉଛି ଯୌଗିକ ଜ୍ଞାନର ଗୋଟେ ସଂରକ୍ଷକ ବା ରକ୍ଷଣକର୍ତ୍ତା। ବଟ୍ ଦିସ୍ ନଲେଜ ହ୍ୟାଡ୍ ବିନ୍ ଭେଲ୍ଡ ବାଇ ମ୍ୟାଟେରିଆଲିଜମ। ଯଦିଓ ଭାରତ ହେଉଛି ଆଧ୍ୟାତ୍ମିକ ଜ୍ଞାନ, ଯୌଗିକ ଜ୍ଞାନର କେନ୍ଦ୍ରସ୍ଥଳୀ ବା ପୀଠସ୍ଥଳୀ, ସେଇ ଜ୍ଞାନ ଆବୃତ ହେଇଯାଇଥିଲା ବସ୍ତୁବାଦ ଦ୍ୱାରା। Sri Aurobindo has awakened it. Now it has only to be spread. Sri Aurobindo ତାଙ୍କର ଜୀବନ ମାଧ୍ୟମରେ ଭାରତରେ ସୁପ୍ତ ପ୍ରାୟ ଲୁକ୍କାୟିତ ସେ ଆଧ୍ୟାତ୍ମିକ ଚେତନାକୁ ପୁନଃ ଜାଗ୍ରତ କରିଛନ୍ତି। ବର୍ତ୍ତମାନ ସମୟ ଆସିଛି ତାକୁ କେମିତି ଆମେ ପ୍ରସାରିତ କରିବା, ଏଇଟା ହେଉଛି ମାଙ୍କର ବାଣୀ। ଠିକ ସେହିପରି ଆଉ ଗୋଟେ ସୁନ୍ଦର ବାଣୀ ଅଛି ମାଙ୍କର ପ୍ରଭୁ ଶ୍ରୀ ଅରବିନ୍ଦ ଏବଂ ଭାରତ ସମ୍ପର୍କରେ। ଆମେ ଯୋଉ ମାଙ୍କର ସିମ୍ବଲ ଦେଖୁ, ସେ ସିମ୍ବଲଟି ଆମର ଆଧ୍ୟାତ୍ମିକ ପତାକାରେ ସ୍ଥାନ ପାଇଛି। এই ପତାକା ଏବଂ এই ଚିହ୍ନ ସମ୍ପର୍କରେ ମା କହୁଛନ୍ତି, ଏ ପତାକା ହେଉଛି ଭାରତ ଚେତନାର ଏକତ୍ୱର ପ୍ରତୀକ। ଏଇଟା ଆମକୁ ଏକତାର ସୂତ୍ରରେ ବାନ୍ଧି ରଖୁଛି। ଏବଂ এই ଯେଉଁ ୟୁନାଇଟେଡ୍ ଇଣ୍ଡିଆ, ଇଟ୍ ହାଜ୍ ଏ ସ୍ପେଶାଲ ମିଶନ ଟୁ ଫୁଲଫିଲ୍ ଇନ୍ ଦ ୱାର୍ଲଡ। ପୃଥିବୀରେ ଏଟା ଗୋଟେ ମୁଖ୍ୟ ସ୍ଥାନ ଗ୍ରହଣ କରିବାକୁ ଯାଉଛି। ଭାରତର ଗୋଟେ ବିଶେଷ ଲକ୍ଷ୍ୟ ଅଛି এই ଜଗତରେ ତାକୁ ସାକାର କରିବା ପାଇଁ। ଏକତ୍ରିତ ଭାରତ, ୟୁନାଇଟେଡ୍ ଇଣ୍ଡିଆର ଗୋଟେ ବିଶେଷ ଲକ୍ଷ୍ୟ ରହିଛି। Sri Aurobindo laid down his life for it. ଏକତ୍ରିତ ଭାରତ, ସଂଗଠିତ ଭାରତ ପୃଥିବୀରେ ଯେଉଁ ମୁଖ୍ୟ ଭୂମିକାଟି ଗ୍ରହଣ କରିବାକୁ ଯାଉଛି,
ଏ ଦିଗରେ ପ୍ରସ୍ତୁତି ପାଇଁ ଶ୍ରୀଅରବିନ୍ଦ ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ଉତ୍ସର୍ଗୀକୃତ କରିଦେଇଛନ୍ତି ବୋଲି ମା କହୁଛନ୍ତି ଏବଂ କହୁଛନ୍ତି and we are prepared to do the same ଏବଂ ଆମେ ସମସ୍ତେ ମଧ୍ୟ ସେଥିରେ ସହଯୋଗ ହାତ ବଢାଇବା ପାଇଁ ପ୍ରସ୍ତୁତ। ଅର୍ଥାତ୍ ପ୍ରଭୁ ଶ୍ରୀଅରବିନ୍ଦଙ୍କର ଜୀବନର ଯାହା ଉଦ୍ଦେଶ୍ୟ ଥିଲା ତାହା ଆମ ସମସ୍ତଙ୍କର ମଧ୍ୟ ଜୀବନର ଉଦ୍ଦେଶ୍ୟ। ଭାରତ ପୃଥିବୀର ଚେତନାର ବିକାଶରେ ସମଗ୍ର ମାନବ ଜାତିର ଚେତନାର ବିକାଶରେ ଗୋଟେ ମୁଖ୍ୟ ସ୍ଥାନ ଗ୍ରହଣ କରିବ, ମୁଖ୍ୟ ଭୂମିକା ଗ୍ରହଣ କରିବ ଏବଂ ଏ ଦିଗରେ ଏଇଟା ଆମକୁ ବୁଝିବାଟା ବିଶେଷ କଷ୍ଟ ହେବ ନାହିଁ ଯେ ବ୍ୟକ୍ତିଗତ ଭାବରେ ଆମେ କିଭଳି ଏଥିରେ ଯୋଗଦାନ କରିବା, କେମିତି କୋଲାବୋରେଟ କରିବା। ଯଦି ଆମେ ପ୍ରଭୁଙ୍କ ଭଳି ହୋଇଯିବା, ତାଙ୍କର ବାଣୀର ଯଥାର୍ଥ ମ୍ୟାନିଫେଷ୍ଟେସନ ହେଇଯିବା, ତାଙ୍କର ଆଦର୍ଶର ଗୋଟେ ଜୀବନ୍ତ ଉଦାହରଣ ହେଇଯିବା ନିଜର ଆଚରଣ ମାଧ୍ୟମରେ, ସାଧନା ମାଧ୍ୟମରେ, ସେଟା ହେବ ତାଙ୍କ ପ୍ରତି ଆମର ଗଭୀର ଶ୍ରଦ୍ଧାଞ୍ଜଳି। ତେଣୁ ଆମେ ମଧ୍ୟ ସେଇ କାର୍ଯ୍ୟ କରିବା ଯାହା ପ୍ରଭୁ ଶ୍ରୀଅରବିନ୍ଦ ଏବଂ ଶ୍ରୀମା ନିଜ ଜୀବନରେ କରିଯାଇଛନ୍ତି, କିନ୍ତୁ ସୂକ୍ଷ୍ମ ଭାବରେ ଅଧ୍ୟୟନ କରି ଚେତନାଗତ ସ୍ତରରେ କରିବା। କେବଳ ବାହ୍ୟ ଶାରୀରିକ କାର୍ଯ୍ୟାବଳୀକୁ ଦେଖି ତାକୁ ଅନୁକରଣ କରିବା ପାଇଁ ଚେଷ୍ଟା କଲେ ହେବ ନାହିଁ। ତେଣୁ ପ୍ରଭୁଙ୍କର ସମଗ୍ର ଜୀବନକୁ ଆମେ ଲକ୍ଷ୍ୟ କଲେ ଦେଖିବା ଭାରତୀୟ ଚେତନାକୁ ଗଭୀର ଭାବରେ ବୁଝିବା ପାଇଁ, ନିଜର ଅନୁଭବରେ ଉତାରିବା ପାଇଁ, ବରଂ ଗୋଟିଏ ବାକ୍ୟରେ କହିଲେ ଠିକ ହେବ ଯେ ଭାରତୀୟ ଚେତନା ସହିତ ନିଜକୁ ଏକାତ୍ମ କରିବା ପାଇଁ କେତେ ଆପ୍ରାଣ ଚେଷ୍ଟା କରିଛନ୍ତି ଶ୍ରୀଅରବିନ୍ଦ। ବିଦେଶରୁ ଶିକ୍ଷା ଗ୍ରହଣ କରି ଫେରିଲା ପରେ ନିଜ ଭିତରେ ସେ ଅନୁଭବ କଲେ ଏକ ବିରାଟ, ବିଶାଳ ଏବଂ ଗଭୀର ଶାନ୍ତିର ଅବତରଣ। ଏଇଟା ଥିଲା ଭାରତୀୟ ଚେତନା। ଯାହାକି ତାଙ୍କ ଭିତରକୁ ଉତ୍ତରି ଆସିଲା ଯେଉଁ ମୁହୂର୍ତ୍ତରେ ସେ ଭାରତ ଭୂମିରେ ପଦାର୍ପଣ କଲେ। ଦେଖନ୍ତୁ ଭଗବାନ ଅବତାର ମାନଙ୍କର ଜୀବନରେ ମଧ୍ୟ କେତେ କଠୋର ପରୀକ୍ଷା ଆସିଥାଏ। ଏପଟେ ପ୍ରଭୁ ଫେରୁଛନ୍ତି ମାତୃଭୂମିକୁ ଜାହାଜରେ, ସେତେବେଳେ ତ ଉଡ଼ାଜାହାଜ ନଥିଲା, ଦୀର୍ଘ ସମୟ ଜଳଯାତ୍ରା କରିବାକୁ ପଡୁଥିଲା। ସେ ଭିତରେ ଗୋଟେ ମିଥ୍ୟା ଦୁଃସମ୍ବାଦର ଝଟକାରେ ତାଙ୍କର ବାପା ଦେହ ତ୍ୟାଗ କରୁଛନ୍ତି। ତା ସତ୍ତ୍ୱେ ମର୍ମାହତ ହେଇକରି ଜୀବନର ଆଶା ହରାଇ ନଥିଲେ ପ୍ରଭୁ ଶ୍ରୀଅରବିନ୍ଦ। ସେ ତ ଥିଲେ ଦିବ୍ୟ ଚେତନାର ଅଧିକାରୀ। ଶାନ୍ତି ତାଙ୍କର ଚେତନାରେ ସେତେବେଳକୁ ଅବତରଣ କରିସାରିଥିଲା। ତେଣୁ ତାଙ୍କର ପ୍ରତ୍ୟେକ ପଦକ୍ଷେପ ଥିଲା ସଂଯତ, ସୁସଙ୍ଗତ, ଉଚ୍ଚ ଚେତନା ଦ୍ୱାରା ପ୍ରେରିତ ଏବଂ ପରିଚାଳିତ। ତେଣୁ ଆରମ୍ଭରୁ ସେ ଅନୁଭବ କରିଦେଲେ ଭାରତୀୟ ଚେତନା କଣ ଏବଂ ସେଥିରେ ତାଙ୍କର ଭୂମିକା କଣ। ଯେତେବେଳେ ପ୍ରଥମ କରି କ୍ଷମା କରିବେ, ଯେତେବେଳେ ସେ ଇଂରେଜ ସରକାରଙ୍କ ଦ୍ୱାରା ପ୍ରଚଳିତ ICS ପରୀକ୍ଷା ଦେଲେ ଏବଂ ସେଥିରେ କୃତକାର୍ଯ୍ୟ ମଧ୍ୟ ହେଲେ, କେବଳ ଗୋଟେ ଔପଚାରିକ ଭାବରେ ଘୋଡ଼ା ଚଢ଼ା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ତାଙ୍କୁ ମିଳିଥାନ୍ତା IAS ପଦବୀ। କିନ୍ତୁ ସେ ସ୍ପଷ୍ଟ ଭାବରେ, ଦୃଢ଼ ଭାବରେ ତାକୁ ପ୍ରତ୍ୟାଖ୍ୟାନ କଲେ
ଯେଉଁ ଅତ୍ୟାଚାରୀ ଶାସକ ତାଙ୍କର ଜନନୀ ତାଙ୍କର ମାତୃଭୂମି ଉପରେ ଅତ୍ୟାଚାର କରୁଛି ତାର ପୁଣି ଦାସ ହେଇକି ରହିବାକୁ ସେ କେମିତି ପସନ୍ଦ କରିଥାନ୍ତେ? ଯେହେତୁ ମାତୃଭୂମିର ସ୍ୱତନ୍ତ୍ରତା ମୁକ୍ତି ଥିଲା ତାଙ୍କର ଲକ୍ଷ୍ୟ, ସେ ପ୍ରତ୍ୟାଖ୍ୟାନ କରିଦେଲେ ବିଦେଶୀ ଶାସକର ଅଧୀନତା ଏବଂ ସ୍ୱଦେଶୀ ରାଜା ବରୋଦାର ଗାଇକୱାଡ ତାଙ୍କର ଅଧୀନରେ ସେ ଚାକିରି କଲେ, ତାଙ୍କର ବ୍ୟକ୍ତିଗତ ସେକ୍ରେଟାରୀ ଉପରେ। ଏବଂ ରାଜା ଗାଇକୱାଡ ତାଙ୍କ ଦ୍ୱାରା ଏତେ ପ୍ରଭାବିତ ହେଇଥିଲେ ପ୍ରଭୁଙ୍କର ଆଚରଣ ଦ୍ୱାରା ଯେ ସେ ତାଙ୍କୁ ନିଜର ଜଣେ କର୍ମଚାରୀ ନୁହେଁ ବରଂ ଗୋଟେ ଘନିଷ୍ଠ ବନ୍ଧୁ ଭାବରେ ଆଚରଣ କରୁଥିଲେ। ପ୍ରଭୁଙ୍କର ମାତୃଭୂମି ପ୍ରୀତି ସମ୍ପର୍କରେ ଆମେ ଆଉ ଗୋଟେ ପ୍ରମାଣ ପାଉ ଯେ ବରୋଦା ରାଜାଙ୍କ ଅଧୀନରେ ଚାକିରି କରୁଥିଲା ବେଳେ ଟ୍ରଙ୍ଗ ଟ୍ରଙ୍ଗ ବହି ସେ ମଗଉଥିଲେ ଭାରତୀୟ ଭାଷାରେ ଲିଖିତ, ମୁଖ୍ୟତଃ ସଂସ୍କୃତ ଭାଷାରେ ଲିଖିତ ପୁସ୍ତକ ସବୁ। ଦେଖନ୍ତୁ ବିଦେଶରୁ ଫେରି ବିଦେଶରେ 6-6ଟା ଭାଷାରେ ପାଣ୍ଡିତ୍ୟ ଅର୍ଜନ କରି ତାପରେ ପୁଣି ଭାରତୀୟ ଭାଷା ଏବଂ ଭାରତୀୟ ସଂସ୍କୃତିର ମୁଖ୍ୟ ଭାଷା ଆଦି ଭାଷା ତ ହେଉଛି ସଂସ୍କୃତ। ଭାରତୀୟ ସଂସ୍କୃତିର ମୂଳାଧାର ହେଉଛି ସଂସ୍କୃତ ଭାଷା। ତେଣୁ ସେ ସଂସ୍କୃତକୁ ହିଁ ପ୍ରଥମେ ଆୟତ୍ତ କଲେ, ଅଧ୍ୟୟନ କଲେ। ଭାରତୀୟ ଦର୍ଶନ, ଭାରତୀୟ ଚେତନା, ଭାରତୀୟ ସଂସ୍କୃତିର ମୂଳାଧାର ସ୍ୱରୂପ ଯେଉଁ ବେଦ, ଉପନିଷଦ ଏବଂ ପୁରାଣ ସବୁ କିଛି ପ୍ରଭୁ ଅଳ୍ପ କିଛି ବର୍ଷ ମଧ୍ୟରେ ଅଧ୍ୟୟନ କରି ଶେଷ କରିଦେଇଥିଲେ। ଯାହା ସବୁ ଲିଖିତ ଡକୁମେଣ୍ଟସ ପୁସ୍ତକ ଆକାରରେ ହଉ, ପୋଥି ଆକାରରେ ହଉ, ଯାହା କିଛି ଏଭେଲେବୁଲ ଥିଲା ତାଙ୍କ ପାଖରେ ସବୁ କିଛିକୁ ଅଧ୍ୟୟନ କରିଥିଲେ ପ୍ରଭୁ ଶ୍ରୀ ଅରବିନ୍ଦ। ଏବଂ ଅନ୍ୟାନ୍ୟ ଭାରତୀୟ ଭାଷା ଗୁଡ଼ିକରେ ମଧ୍ୟ ତାଙ୍କର ନିଜର ମାତୃଭାଷା ବଙ୍ଗୀୟ ଭାଷା ସେଥିରେ ମଧ୍ୟ ଥିଲା ତାଙ୍କର ଅଗାଧ ପାଣ୍ଡିତ୍ୟ। ଭାରତୀୟ ଯୁବ ଚେତନାକୁ ଉଦ୍ବୁଦ୍ଧ କରିବା ପାଇଁ ଭବାନୀ ଭାରତୀ ନାମକ 69ଟି ଶ୍ଲୋକ ପ୍ରଭୁ ରଚନା କରୁଥିଲେ ସଂସ୍କୃତ ଭାଷାରେ ଏବଂ ଏଇଟା କରିବା ପାଇଁ ତାଙ୍କୁ ପ୍ରାୟ 4 ବର୍ଷ ସମୟ ଲାଗିଥିଲା, 1904ରୁ 1908 ପର୍ଯ୍ୟନ୍ତ। ସେ ଶ୍ଲୋକ ଗୁଡ଼ିକ ଉପଜାତି ଏବଂ ତ୍ରିଷ୍ଟୁପ ଛନ୍ଦରେ ଲିଖିତ। କେତେ ଗଭୀର ଅଧ୍ୟବସାୟ ଦେଖନ୍ତୁ। ଜଣେ ଭଲ ନ ପାଇଲେ ଏଭଳି କାର୍ଯ୍ୟ କରିପାରିବ ନାହିଁ। ଭାରତୀୟ ସଂସ୍କୃତି, ଭାରତୀୟ ଚେତନା, ଭାରତୀୟ ଭାଷା ସବୁ କିଛିକୁ ଅତି ଗଭୀର ଭାବରେ ଭଲ ପାଉଥିଲେ ପ୍ରଭୁ ଶ୍ରୀ ଅରବିନ୍ଦ। ଏବଂ ମଣିଷର ସେ ଥିଲେ ତ ଅନନ୍ୟ ପ୍ରେମିକ, ସେ ଥିଲେ ମାନବ ଜାତିର ପ୍ରେମିକ, ଲଭର ଅଫ ହ୍ୟୁମାନିଟି। କିନ୍ତୁ ବିଶେଷ ଭାବରେ ତାଙ୍କର ନିଜ ଘର ଲୋକଙ୍କୁ ସେ କେମିତି ହେୟ ଜ୍ଞାନ କରିପାରନ୍ତି। ପ୍ରଭୁ ପ୍ରକୃତରେ ଦୁଃଖିତ ହେଇଥିଲେ, ମର୍ମାହତ ହେଇଥିଲେ ଯେ ଭାରତୀୟ ଯୁବ ସମାଜର ଏଭଳି ହୀନମନ୍ୟତାକୁ ଦେଖିକି ତାଙ୍କର ଯେଉଁ ଶିଥିଳତା, ନିରୁତ୍ସାହ, ହତୋତ୍ସାହ, ନୈରାଶ୍ୟ, କର୍ମ ବିମୁଖତା, ଆଳସ୍ୟ এটা ଗଭୀର ଭାବରେ ବ୍ୟଥିତ କରିଥିଲା ପ୍ରଭୁ ଶ୍ରୀ ଅରବିନ୍ଦଙ୍କୁ। ଏବଂ ଏହି କ୍ଷେତ୍ରରେ ସେ ପାଶ୍ଚାତ୍ୟ ଜୀବନଶୈଳୀକୁ ପ୍ରଶଂସା କରିଛନ୍ତି, କାରଣ ସେମାନେ କେବେ ହେଲେ ଅନ୍ୟ ଯାହା କିଛି ହୁଅନ୍ତୁ ସେମାନେ ଅଳସୁଆ ନୁହନ୍ତି, ପରିଶ୍ରମ କାତର ନୁହନ୍ତି, ସେମାନେ କର୍ତ୍ତବ୍ୟପରାୟଣ, ସମୟନିଷ୍ଠ ଏବଂ ଅନେଷ୍ଟ, ସଚ୍ଚୋଟ। ଯୋଉଟା ଭଲ ତାହା ଯାହା ପାଖରେ ଶତ୍ରୁ ପାଖରେ ଦେଖିଲେ ମଧ୍ୟ ତାକୁ ପ୍ରଶଂସା କରିବାକୁ ପଡିବ, ତା ପ୍ରତି ନତମସ୍ତକ ହେବାକୁ ପଡିବ। ଏଇଟା ଥିଲା ପ୍ରଭୁଙ୍କର ଜୀବନର ଆଦର୍ଶ। ତେଣୁ ଭାରତୀୟ ଯୁବ ଚେତନାକୁ ଏକତାର ମନ୍ତ୍ରରେ, ସ୍ୱତନ୍ତ୍ରତାର ମନ୍ତ୍ରରେ ଉଦ୍ବୁଦ୍ଧ କରିବା ପାଇଁ 1905 ମସିହାରେ
ସେ ରଚନା କଲେ ଭବାନୀ ମନ୍ଦିର ନାମକ ଗୋଟେ କ୍ଷୁଦ୍ର ପୁସ୍ତିକା ଇଂରାଜୀ ଭାଷାରେ। ବରୋଦାରେ ରହିକରି ସେ କାର୍ଯ୍ୟ କରୁଥିଲେ। ଭବାନୀ ମନ୍ଦିର ପଢିଲେ ଆମେ ଦେଖିବା ଯେ ପ୍ରକୃତରେ ପାଟ୍ରିଅଟିଜମ କାହାକୁ କୁହାଯାଏ, ଜାତୀୟତା ଭାବ କାହାକୁ କୁହାଯାଏ। ଜାତୀୟତାର ସଂଜ୍ଞା ହିଁ ଆମକୁ, ଜାତୀୟତାର ପ୍ରକୃତ ସଂଜ୍ଞାର ପରିଚୟ ଆମକୁ ପ୍ରଦାନ କରିଛନ୍ତି ପ୍ରଭୁ ଶ୍ରୀଅରବିନ୍ଦ। ଏବଂ ସର୍ବୋପରି ତାଙ୍କର ଯୋଉ ହିମ୍ ଟୁ ଦୁର୍ଗା ବା ଦୁର୍ଗା ସ୍ତୋତ୍ର, ଯାହାକି ମୂଳତଃ ବଙ୍ଗଳା ଭାଷାରେ ଲିଖିତ, ସେଥିରେ ସେ ଯାହା ଲେଖିଛନ୍ତି ସେଥିରୁ ଜଣାପଡୁଛି ଭାରତୀୟ ଚେତନାକୁ ସେ କେତେ ଉଚ୍ଚ ସ୍ଥାନ ଦେଇଛନ୍ତି ଏବଂ ଭାରତୀୟ ମୂଳ ଆଧ୍ୟାତ୍ମିକ ଚେତନା କେମିତି କାଳର ପ୍ରବାହରେ ଆବୃତ ହେଇଛି, ଅଜ୍ଞାନ ଅନ୍ଧକାରରେ ଆଚ୍ଛନ୍ନ ହେଇଛି, ତାହା ସେ ଅନୁଭବ କରିଛନ୍ତି ଏବଂ ସେ ଅଜ୍ଞାନତାର ଆବରଣରୁ ଏହି ଜାତିକୁ ମୁକ୍ତି ପ୍ରଦାନ କରିବା ପାଇଁ, ଭାରତୀୟ ଚେତନାର ଅଜ୍ଞାନତାର ଆବରଣକୁ ହଟେଇ ଦେବା ପାଇଁ ସେ ଜଗତଜନନୀ ମା ଦୁର୍ଗାଙ୍କୁ ପ୍ରାର୍ଥନା କରୁଛନ୍ତି। କାରଣ ସେଇ ଦୁର୍ଗାଙ୍କର ସେଇ ଶକ୍ତି ହିଁ କାଳଜୟୀ ଶକ୍ତି, ତାହା ହିଁ ଆବରଣ ଛିନ୍ନ କରିପାରିବ। ଦୁର୍ଗା ସ୍ତୋତ୍ରକୁ ଆମେ ନିତ୍ୟ ପଠନ କଲେ ଭାରତୀୟ ଚେତନାର ସ୍ଫୁରଣ ମଧ୍ୟ ଆମର ଚେତନାର ବିକଶିତ ହେବ। ଭାରତୀୟ ଚେତନାର ସ୍ପନ୍ଦନ, ତାର ଭାଇବ୍ରେସନ, ତାର ରିଜୋନେନ୍ସ ଆମେ ଅନୁଭବ କରିପାରିବା ଏବଂ ଏହା ମଧ୍ୟ ଅନୁଭବ କରିବା ଯେ ପ୍ରଭୁ ପ୍ରକୃତରେ ଭାରତକୁ କେତେ ଗଭୀର ଭାବରେ, ନିବିଡ଼ ଭାବରେ ଭଲ ପାଉଥିଲେ। ତାଙ୍କର ସମଗ୍ର ଜୀବନ ସେ ଭାରତୀୟ ଚେତନାର ବିକାଶ ପାଇଁ ଉତ୍ସର୍ଗିତ କରିଛନ୍ତି, କିନ୍ତୁ ସୀମିତ ବା ସଂକୀର୍ଣ୍ଣ ଦୃଷ୍ଟିରୁ ନୁହେଁ, ସମଗ୍ର ପୃଥିବୀର ଚେତନାର ବିକାଶ ପାଇଁ ଭାରତ କିଭଳି ପ୍ରସ୍ତୁତ ହେବ, ସେଭଳି ଗୋଟେ ବ୍ୟାପକ ଲକ୍ଷ୍ୟ ନେଇକରି ଭାରତୀୟ ଚେତନାକୁ ବିକଶିତ କରିବା ପାଇଁ ପ୍ରଭୁ ସ୍ୱଦେହରେ ସାରା ଜୀବନ ଚେଷ୍ଟା କରିଛନ୍ତି ଏବଂ ସ୍ଥୂଳ ଶରୀର ତ୍ୟାଗ ପରେ ମଧ୍ୟ ସୂକ୍ଷ୍ମ ଭୌତିକ ଜଗତରେ ରହିକରି ଚେତନାଗତ ସ୍ତରରେ ସେ କାର୍ଯ୍ୟଟି ସେ କରିଆସିଛନ୍ତି। ତେଣୁ ଏ ଅବସରରେ ଆମେ ଗଭୀର ଗଭୀର କୃତଜ୍ଞତା ନିବେଦନ କରିବା ପ୍ରଭୁଙ୍କୁ ଏବଂ ମାଙ୍କୁ, ପ୍ରାର୍ଥନା କରିବା ଆମର ଚେତନା ଯେଭଳି ତାଙ୍କରି ଆଲୋକରେ ଉଦ୍ଭାସିତ ହଉ, ତାଙ୍କର ଜୀବନର ଉଦ୍ଦେଶ୍ୟ ଆମର ଚେତନାରେ ପ୍ରତିଫଳିତ ହଉ, ପ୍ରକାଶିତ ହଉ। ସମସ୍ତଙ୍କ ତରଫରୁ ପ୍ରଭୁଙ୍କ ପାଖରେ, ମାଙ୍କ ପାଖରେ ବିନମ୍ର କୃତଜ୍ଞତା ନିବେଦନ କରି ଏବଂ ପୂଜ୍ୟ ବାବାଜୀ ଆମର ସାଧନାର ମାର୍ଗଦର୍ଶକ ହୁଅନ୍ତୁ, ଏହି ପ୍ରାର୍ଥନା ମଧ୍ୟ ମାଙ୍କ ପାଖରେ ନିବେଦନ କରି ଆଜିର ଆଲୋଚନାକୁ ବର୍ତ୍ତମାନ ପାଇଁ ବିରାମ ଦେଉଛି। ସମସ୍ତ ପଧାଇଙ୍କୁ ତାଙ୍କର ସାଗ୍ରହ ଯୋଗଦାନ ନିମନ୍ତେ ଆନ୍ତରିକ ଧନ୍ୟବାଦ ଜଣାଉଛି। ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ। ବନ୍ଦେ ମାତରମ୍। ଗୋଟିଏ ମିନିଟ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠଚକ୍ରକୁ ସମାପ୍ତ କରିବା। ମା 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 ମା।